हाय पिलामाने समस्तଙ୍କୁ ଓଡ଼ିଆ ସାର୍ ଓବି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଏହି ଭିଡ଼ିଓଟି ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ। ସମସ୍ତେ ଜାଣ ଆସନ୍ତା ମାର୍ଚ୍ଚ 5 ତାରିଖରେ ସିବିଏସ୍ଇ 10th ବୋର୍ଡ଼ ଓଡ଼ିଆ ଏକ୍ଜାମ୍ ଅଛି। ଫାଷ୍ଟ କଥା ସମସ୍ତଙ୍କୁ ମୋ ତରଫରୁ ଅଲ୍ ଦି ବେଷ୍ଟ। ଆଶା କରୁଛି ସମସ୍ତଙ୍କ ପରୀକ୍ଷା ବହୁତ ଭଲ ହେବ। କେମିତି ତୁମେ ପରୀକ୍ଷାରେ ଭଲ ମାର୍କ ଆଣିବ, ଫୁଲ୍ ମାର୍କ କେମିତି ପାଇବ, 80ରୁ 80 ମଧ୍ୟ କେମିତି ତୁମେ ପାଇପାରିବ, ସେହି ଉପରେ ଏହି ଭିଡ଼ିଓଟି ପ୍ରସ୍ତୁତ ମୁଁ କରିଛି। आशा करछि भिडियो समस्तଙ୍କ ମନକୁ ଛୁଇଁବ। ଭଲ ଲାଗିଲେ ଲାଇକ୍ କରିଦେବ, କେମିତି ଲାଗିଲା କମେଣ୍ଟରେ ନିଶ୍ଚିତ ଭାବରେ ଜଣାଇବ। ଚ୍ୟାନେଲକୁ ନ ଆସିଥିଲେ ସବସ୍କ୍ରାଇବ୍ କରିଦେବ। ଚାଲ ଆମେ ବିଳମ୍ବ ନ କରି ଭିଡ଼ିଓଟି ଆରମ୍ଭ କରିବା। ଫାଷ୍ଟ କଥା ଗୋଟେ ପାରାଗ୍ରାଫ ରହିଥାଏ, ପାରାଗ୍ରାଫ 10 ମାର୍କରୁ ଆସିଥାଏ, 2 ମାର୍କିଆ ସବୁ। ତାପରେ ରଚନା 6 ମାର୍କ ପାଇଁ ଆସିଥାଏ। ତାପରେ ସମ୍ପାଦକୀୟ ପତ୍ର ରହିଛି। ତାପରେ ଛନ୍ଦ, ବାକ୍ୟ ରୂପାନ୍ତର, ଛନ୍ଦ 4 ମାର୍କ, ବାକ୍ୟ ରୂପାନ୍ତର 2 ମାର୍କ, ରୂଢ଼ି ପୁଣି ଆସିଥାଏ 2 ମାର୍କ, ସାଧାରଣ ଅଶୁଦ୍ଧି 2 ମାର୍କ, ଗଦ୍ୟର ସରଳାର୍ଥ 5 ମାର୍କ, ତାପରେ ଗଦ୍ୟ ବିଭାଗରୁ 2 ମାର୍କିଆ ପ୍ରଶ୍ନ 6 ମାର୍କ, ତାପରେ ଗଦ୍ୟ ବିଭାଗର ଏମସିକ୍ୟୁ ପ୍ରଶ୍ନ 10 ମାର୍କ, ତାପରେ ପଦ୍ୟ ବିଭାଗର ସରଳାର୍ଥ 5 ମାର୍କ, ପଦ୍ୟ ବିଭାଗର ପୁଣି 2 ମାର୍କିଆ 6 ମାର୍କ, ତାପରେ ପଦ୍ୟ ବିଭାଗର 10ଟି ଏମସିକ୍ୟୁ ପ୍ରଶ୍ନ। ଏହିପରି ଭାବରେ ରହିଛି। ତା ତଳକୁ ଅଛି ଗଳ୍ପ ଏକାଙ୍କିକା ବିଭାଗର 6 ମାର୍କ। ଏହିପରି ଭାବରେ ମୋଟ 80 ମାର୍କ ତୁମର ରହିଛି। ତ ଫାଷ୍ଟ କଥା ହେଲା ଭଲ ମାର୍କ ଆଣିବା ପାଇଁ ବା 80ରୁ 80 ଆଣିବା ପାଇଁ କେମିତି ତୁମେ ଫୁଲ୍ ମାର୍କ ଆଣିବ, ମୁଖ୍ୟ କଥା ହେଲା ତୁମେ ସମସ୍ତ ପ୍ରଶ୍ନକୁ ଆଟେଣ୍ଡ କରିବାକୁ ପଡ଼ିବ, ନହେଲେ କେବେ ବି ଫୁଲ୍ ମାର୍କ ଆସିବ ନାହିଁ। ଆଟେଣ୍ଡ କରିବା ସମସ୍ତ ପ୍ରଶ୍ନ। ବେଳେବେଳେ କ'ଣ ହୁଏ, ପିଲାମାନେ ଜାଣିପାରନ୍ତି ନାହିଁ ଏବଂ କିଛି ପ୍ରଶ୍ନ ସ୍କିପ୍ କରିଦିଅନ୍ତି। ଘରକୁ ଆସିଲା ପରେ ଦେଖିବେ କେଉଁ ପ୍ରଶ୍ନ ସେମାନେ କରିନାହାନ୍ତି। ତ ଏମିତି ଭୁଲ କେବେ ବି କରିବ ନାହିଁ। ଏହାର ସମାଧାନ ପାଇଁ ମୁଁ ତୁମକୁ କେବଳ ଗୋଟେ କଥା କହିବି, ଯେଉଁ ପ୍ରଶ୍ନଟି ତୁମେ ଆଟେଣ୍ଡ କରିବ ସେହି ପ୍ରଶ୍ନପତ୍ର ନମ୍ବର ଉପରେ ତୁମେ ଟିକ୍ ମାରିବ। ସେଇ ନମ୍ବର ଉପରେ ତୁମେ ଟିକ୍ ମାରି ଦେଇଥିବ, ପରବର୍ତ୍ତୀ ସମୟରେ ତୁମେ ଆଉ ସ୍କିପ୍ କରିବାର ସମସ୍ୟା ଆସିବ ନାହିଁ। ପିଲାମାନଙ୍କ ମନରେ ଗୋଟେ ଡାଉଟ୍ ରହିଥାଏ, ସାର୍ ମୁଁ 1 ନମ୍ବର କଲା ପରେ 5 ନମ୍ବର କରିପାରିବି, 5 ନମ୍ବର କଲା ପରେ 8 ନମ୍ବର କରିପାରିବି। ଏମିତି କିଛି ସମସ୍ୟା ନାହିଁ, ପ୍ରୋବ୍ଲେମ୍ କିଛି ହୁଏ ନାହିଁ। ପିଲାମାନେ ତୁମେ ଯେଉଁ ନମ୍ବରକୁ ଯେଉଁ କ୍ରମ ଅନୁଯାୟୀ ତୁମେ କରିପାରିବ, 1 ପରେ ତୁମେ 3 ବି କରିପାରିବ, 3 ପରେ 5 ବି କରିପାରିବ, କିଛି ଅସୁବିଧା ନାହିଁ। କେବଳ ମୁଁ ତୁମର ଟାଇମ୍ ମ୍ୟାନେଜମେଣ୍ଟ ଉପରେ କହିବି କି ବେଳେବେଳେ ଦେଖ ପିଲାମାନେ ଲାଷ୍ଟକୁ ସମୟ ହୁଏ ନାହିଁ, ପିଲାମାନେ କେତେ ପ୍ରଶ୍ନ ଅତି ଜାଣିଲା ପ୍ରଶ୍ନ ଗୁଡ଼ିକ କ'ଣ କରନ୍ତି, ତରବରିରେ କରିଦେବେ ଏବଂ ଜାଣିଲା ପ୍ରଶ୍ନର ଉତ୍ତର ମଧ୍ୟ ଭୁଲ ଭାବେ ଦେଇଦିଅନ୍ତି। ଏହି ଭୁଲ କେବେ ବି କରିବ ନାହିଁ। ତେଣୁ ପିଲାମାନେ ସମୟକୁ ଦୃଷ୍ଟିରେ ରଖି ପ୍ରଶ୍ନ ଗୁଡ଼ିକ ଉତ୍ତର ଲେଖିବ। ମୋ ଆଡ଼ୁ ଗୋଟେ ସଜେସନ୍ ଦେବି, କେମିତି ତୁମେ କଲେ, କେମିତି ଉତ୍ତର ଲେଖିଲେ ତୁମର ଟାଇମ୍ ମ୍ୟାନେଜମେଣ୍ଟ ଠିକ୍ ରହିପାରିବ। ଫାଷ୍ଟ କଥା ହେଲା ତୁମକୁ ତ ପ୍ରଶ୍ନ ଆଗରୁ ଦିଆଯାଏ 15 ମିନିଟ୍ ଆଗରୁ, ତ ତୁମେ କ୍ୱେଶ୍ଚିନ୍ ପଢ଼ିବ। ଫାଷ୍ଟ ଆରମ୍ଭରୁ ଶେଷ ଯାଇ ଫାଷ୍ଟ ପଢ଼ିବ। ତୁମେ ଫାଷ୍ଟ ପାରାଗ୍ରାଫକୁ ଭଲ ଭାବେ ପଢ଼ିବ, ବୁଝିବ, ତାପରେ ଯାଇକି ଉତ୍ତର ଗୁଡ଼ିକ ଲେଖିବ। ଗୋଟିଏ ସଜେସନ୍ ଦେବି କି ଯେଉଁ ଲଙ୍ଗ୍ କ୍ୱେଶ୍ଚିନ୍ ଗୁଡ଼ିକ ଅଛି, ଲଙ୍ଗ୍ କ୍ୱେଶ୍ଚିନ୍ ଯଦି ଆମେ କହିବା, ଫାଷ୍ଟ ତୁମର ରଚନା, ସମ୍ପାଦକୀୟ ପତ୍ର, ଏହି 2ଟି ପ୍ରଶ୍ନ ସବୁବେଳେ ଲାଷ୍ଟକୁ ହିଁ କରିବ। ଯେଉଁ ପ୍ରଶ୍ନ ଗୁଡ଼ିକ ତୁମର ଟାଇମ୍ ଟେକିଂ ହୁଏ ନାହିଁ, ସମୟ ନିଏ ନାହିଁ, ସେହି ପ୍ରଶ୍ନ ଗୁଡ଼ିକ ଆଗ କରିବ। ଯେମିତିକି ଦେଖ, ଫାଷ୍ଟ ତୁମେ ପାରାଗ୍ରାଫ ପଢ଼ୁଛ, ସେହି ଭାବରେ ଉତ୍ତର ବି ଲେଖିବ। ପାରାଗ୍ରାଫ ଫାଷ୍ଟ କରିଦେବ, ତାପରେ ଯାହା 1 ମାର୍କିଆ ପ୍ରଶ୍ନ ଗୁଡ଼ିକ ରହିଲା, ପଦ୍ୟ ବିଭାଗର ଏମସିକ୍ୟୁ ପ୍ରଶ୍ନ ହେଉ କି ଗଦ୍ୟ ବିଭାଗର, ଉଭୟ ଲାଗି ଲାଗି ଲେଖିବ। ତାପରେ 1 ମାର୍କିଆ ପ୍ରଶ୍ନ ତୁମେ ଗଳ୍ପ ବିଭାଗରେ କରିପାରିବ। ତାପରେ ବ୍ୟାକରଣ ବିଭାଗର 1 ମାର୍କିଆ ପ୍ରଶ୍ନ ଗୁଡ଼ିକ ଆଗ କରିଦେବ, ଯାହାରି ଫଳରେ ତୁମ ହାତରେ ଅଧିକ ସମୟ ରହିବ ଏବଂ ପଛକୁ ତୁମେ ସମୟକୁ ଦୃଷ୍ଟିରେ ରଖି ଅନ୍ୟ ପ୍ରଶ୍ନ ଗୁଡ଼ିକ ଆଟେଣ୍ଡ କରିବ ଏବଂ କେଉଁ ପ୍ରଶ୍ନ ଗୁଡ଼ିକ ତୁମେ କେତେ ଲେଖିବ। ଯେମିତିକି ଦେଖ, ତୁମର ଅଛି ସରଳାର୍ଥ, ସମୟ ଯଦି ଅଧିକ ଅଛି ସରଳାର୍ଥକୁ ଟିକେ ବ୍ୟାଖ୍ୟା କରି ଆଉ ଟିକେ ବ୍ୟାଖ୍ୟା କରିପାରିବ, ବୁଝିହେଲା। ପୁଣି ଲାଷ୍ଟକୁ ଦେଖ କରିବ, ସବୁଠୁ ଲାଷ୍ଟ କରିବାର ଅଛି ରଚନା। ଯେତେବେଳେ ତୁମେ ଲାଷ୍ଟକୁ ରଚନା ଲେଖିବ, ତୁମ ପାଖେ ସମୟ ଥିବ, କେତେ ଆଉ ସମୟ ଅଛି, କମ୍ପ୍ଲିଟ୍ କେତେ ସମୟ ପରେ ହେବ, ତୁମ ଏକ୍ଜାମ୍ କେତେବେଳେ ସରିବ। ଯଦି ପାଖରେ ଅଧଘଣ୍ଟା ଅଛି, ସମୟକୁ ଦୃଷ୍ଟିରେ ରଖିକି ଯଦି ଆଗକୁ ସମୟ ଅଛି, ରଚନାକୁ ଅଧିକ ତୁମେ ବ୍ୟାଖ୍ୟା କରିକି ପୁଣି ଲେଖିପାରିବ, ଅଧିକ ବିଷୟବସ୍ତୁ ଆଡ଼୍ କରିପାରିବ। ଯଦି ସମୟ ନାହିଁ, କ'ଣ କରିବ, ଯଥାଶୀଘ୍ର ତୁମେ କନକ୍ଲୁଜନକୁ ଆସିଯିବ। ତେଣୁ ମୋର ଗୋଟେ ସଜେସନ୍ ହେଲା, ସମ୍ପାଦକୀୟ ପତ୍ର ଏବଂ ରଚନା ସବୁବେଳେ ଲାଷ୍ଟକୁ ହିଁ କରିବ। ଏ ଗୋଟେ ସଜେସନ୍। ତୁମ ସୁବିଧା ଅନୁଯାୟୀ ତୁମେ ନିଜ ସୁବିଧା ଅନୁଯାୟୀ ଯେଉଁ ଯେତେ ନମ୍ବର ବି ମଧ୍ୟ କରିପାରିବ, କିଛି ଅସୁବିଧା ନାହିଁ।
ଆଉ ଦେଖ ପିଲାମାନେ, ଯାହା ବି ମୁଖ୍ୟତଃ ତୁମ ସମ୍ପାଦକୀୟ ପତ୍ର ଏବଂ ରଚନା ଏଇଥିରେ ଫୁଲ୍ ମାର୍କ କେମିତି ପାଇବ? ଫାର୍ଷ୍ଟ କଥା ହେଲା ଅକ୍ଷର ଭଲ ଭାବେ ଲେଖିବାର ଅଛି, ଶୁଦ୍ଧ ଶବ୍ଦ ଗୁଡ଼ିକ ଲେଖିବାର ଅଛି, ସେଣ୍ଟେନ୍ସ ତମ ଭଲ ରହିବା କଥା, ଧାଡ଼ି ବଙ୍କା ରଖିବ ନାହିଁ, ସିଧା ରଖିବ, ଓଭର ରାଇଟିଂ କରିବ ନାହିଁ, ସେଇ ଲେଖା ସେଇ ସେଣ୍ଟେନ୍ସ ଉପରେ କେବେ ଗାରେଇବ ନାହିଁ, ଭୁଲ ଭାଲ କରିବ ନାହିଁ, ଯେତେ ଶୁଦ୍ଧ ରହିବ, ଶୁଦ୍ଧ ୱାର୍ଡ ରହିବ, ଭଲ ସେଣ୍ଟେନ୍ସ ଲେଖିବ, ତୁମେ ପାରାଗ୍ରାଫକୁ ସୁନ୍ଦର କରିବ, ସେତେ ପରିମାଣରେ ମାର୍କ ପାଇବ। 6ରୁ 6 ମାର୍କ ପାଇପାରିବ ରଚନାରେ, ସମ୍ପାଦକୀୟ ପତ୍ରରେ ମଧ୍ୟ 6ରୁ 6 ପାଇପାରିବ। ଦେଖିଥିବ ପିଲାମାନେ କ୍ୱେଶ୍ଚନ୍ସରେ ଏକ୍ସଟ୍ରା ପ୍ରଶ୍ନ ମଧ୍ୟ ରହିଥାଏ, 1 ମାର୍କିଆରେ ବି ଏକ୍ସଟ୍ରା ରହିଥାଏ, 2 ମାର୍କିଆରେ ମଧ୍ୟ ଏକ୍ସଟ୍ରା ପ୍ରଶ୍ନ ରହିଥାଏ। ସେଇ ପ୍ରଶ୍ନ ଗୁଡ଼ିକ କ'ଣ ଅଧିକ କରିଦେଲେ କ'ଣ ଅସୁବିଧା ହେବ କି? କେବେ ବି ଅସୁବିଧା ହେବ ନାହିଁ ପିଲାମାନେ। ଧରିନିଅ ତୁମର ବାକ୍ୟ ରୂପାନ୍ତର ଅଛି, ଯେକୌଣସି 2ଟି କରିବା ପାଇଁ ପ୍ରଶ୍ନ ଥାଏ, କିନ୍ତୁ ପ୍ରଶ୍ନ ରହିଥାଏ 3ଟି। ଯଦି ତୁମେ 2ଟି ଯେଉଁ କରିବ, 2ଟି ପ୍ରଶ୍ନର ଉତ୍ତର ଉପରେ ଯଦି ତୁମର କନଫିଡେନ୍ସ ଅଛି, ତେବେ 3 ନମ୍ବର ପ୍ରଶ୍ନ ଆଟେଣ୍ଡ ନ କଲେ ବି ହେବ, ଏକ୍ସଟ୍ରା କ୍ୱେଶ୍ଚନ୍ସକୁ ଆଟେଣ୍ଡ ନ କଲେ ବି ଚଳିବ। ଯଦି ବି କିଛି ଡାଉଟ୍ ଥାଏ 1 କିମ୍ବା 2 ଉପରେ, 3 ନମ୍ବର ପ୍ରଶ୍ନକୁ ମଧ୍ୟ ତୁମେ ଆଟେଣ୍ଡ କରିବ। ସେମିତି 2 ମାର୍କିଆ ପ୍ରଶ୍ନ ଗୁଡ଼ିକ ମଧ୍ୟ ଆସିଥାଏ, ଏକ୍ସଟ୍ରା 2ଟି ପ୍ରଶ୍ନ ରହିଥାଏ, 3ଟି କରିବା ପାଇଁ ପ୍ରଶ୍ନ ରହିଥାଏ। ସେହି 3ଟି ପ୍ରଶ୍ନ ଉତ୍ତର ଯଦି କନଫିଡେନ୍ସ ଅଛି, ଉତ୍ତର ଠିକ୍ ଅଛି ବୋଲିକି, ତେବେ ଅନ୍ୟ ଏକ୍ସଟ୍ରା ପ୍ରଶ୍ନ କରିବ ନାହିଁ। ଯଦି କିଛି ଡାଉଟ୍ ଅଛି, ତେବେ ଏକ୍ସଟ୍ରା ପ୍ରଶ୍ନ ମଧ୍ୟ ତୁମେ କରିବ। ଯଦି କେତେକାଂଶରେ କ'ଣ ହୁଏ, ପ୍ରଥମେ ଯେଉଁ 3ଟା କରିଥିବ, ଯଦି ବି ସେଥିରୁ କିଛି ପ୍ରଶ୍ନ ଭୁଲ ହୋଇଗଲା, ନେକ୍ସଟ ଯେଉଁ ପ୍ରଶ୍ନ ଆଟେଣ୍ଡ କରିଥିବ ଏକ୍ସଟ୍ରା କ୍ୱେଶ୍ଚନ୍ସ, ସେଇଥିରେ ଯଦି ପାସ୍ ଅଛି, ରାଇଟ୍ ଅଛି ସେ ପ୍ରଶ୍ନ ଉତ୍ତର, ତେବେ ତୁମେ ମାର୍କ ପାଇବ। ବୁଝିଗଲା ପିଲାମାନେ? ଆଉ ଦେଖ ପିଲାମାନେ, ଯେଉଁ ଏକ୍ସଟ୍ରା ପ୍ରଶ୍ନ ବି ତୁମେ ଯେଉଁ ଆଟେଣ୍ଡ କରିବ, ଗୋଟେ ଜାଗାରେ ରହିବା କଥା। ଧରିନିଅ ନମ୍ବର 9ରେ ଅଛି ଗଦ୍ୟ ବିଭାଗର 2 ମାର୍କିଆ ପ୍ରଶ୍ନ, ନମ୍ବର 9 କ ଖ ଗ 3ଟି କରିଛ, ତେଣୁ ପରବର୍ତ୍ତୀ ସମୟରେ ପୁଣି ତୁମେ କରିବାକୁ ଚାହିଁଲ, ପୁଣି ଅନ୍ୟ ଏକ ପେଜରେ ତାହା କରିବ, ସେମିତି କେବେ କରିବ ନାହିଁ। ଯାହା ବି ଏକ୍ସଟ୍ରା ପ୍ରଶ୍ନ କରିବ, ସେଇ ଗୋଟିଏ ପେଜରେ ରହିବା କଥା, ସେଇ ନମ୍ବରରେ ହିଁ ରହିବା କଥା। 9 ନମ୍ବର କଲ ମାନେ 9 ନମ୍ବରରେ ଯେତୋଟି 5ଟି ପ୍ରଶ୍ନ ଥିଲା, ସିରିଏଲି ସେଇ 5ଟି ପ୍ରଶ୍ନ ରହିବ। ଛନ୍ଦ କଥା କହିବି, ଛନ୍ଦ କ'ଣ କେମିତି କରିବ? ଛନ୍ଦ ତମ ପୁସ୍ତକରେ ବା ତମ ସିଲାବସରେ ମାତ୍ର 4ଟି ଛନ୍ଦ ଅଛି, 4ଟି ଛନ୍ଦ ମଧ୍ୟରୁ ଯେଉଁଟା ତୁମକୁ ଡିଫିକଲ୍ଟ ଲାଗୁଛି ତାକୁ ଛାଡ଼ିଦିଅ, ବାକି 3ଟି ତୁମକୁ ମନେ ରଖିବାକୁ ପଡ଼ିବ। ଛନ୍ଦ ତ ପ୍ରଥମେ ଗୋଟେ ପାରାଗ୍ରାଫ ଲେଖାଯାଏ, ଯେମିତି ଏହି ଛନ୍ଦର 2 ପାଦରେ ଗୋଟେ ପଦ ହୁଏ, ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ଡ୍ୟାସ୍ ଯେତେ ଲେଖିବାର ଅଛି, ପ୍ରତ୍ୟେକ ପାଦର ଡ୍ୟାସ୍ 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 ଅକ୍ଷର ଉପରେ ଯତିପାତ ହୁଏ, ଏଗୁଡ଼ିକ ମନେ ରଖିବ। ଏବଂ ଗୋଟେ ଉଦାହରଣ ଲେଖିବା ବେଳେ ଯତିପାତ ଚିହ୍ନ କେବେ ବି ଭୁଲିବ ନାହିଁ, ନିହାତି ଦରକାର ଯତିପାତ ଚିହ୍ନ, ନହେଲେ ଗୋଟେ ମାର୍କ କମିଯିବ। ତ ଫୁଲ୍ ମାର୍କ କେମିତି ପାଇବ? 4ରୁ 4 ମାର୍କ ଛନ୍ଦରୁ କେମିତି ପାଇବ? ପ୍ରଥମେ 3 4 ଧାରେ ରହିବ, ତା ତଳକୁ ଉଦାହରଣ ଏବଂ ଯତିପାତ ଚିହ୍ନ, ଏତେ ଲେଖିଲେ ଯାଇକି ତୁମେ 4 ମାର୍କ ପାଇବ। ତାପରେ ଆସିଲା ବାକ୍ୟ ରୂପାନ୍ତର, ଯେକୌଣସି 2ଟି ପ୍ରଶ୍ନ, 3ଟି ପ୍ରଶ୍ନ ଆସିଥାଏ, ଯେକୌଣସି 2ଟି କରିବା ପାଇଁ ପ୍ରଶ୍ନ ରହିଥାଏ, 2 ମାର୍କ। ତ ତୁମେ ଏକ୍ସଟ୍ରା ପ୍ରଶ୍ନ ମଧ୍ୟ କରିପାରିବ, କିଛି ଅସୁବିଧା ନାହିଁ। କେତେକାଂଶରେ କ'ଣ ହୁଏ, ତୁମେ ପ୍ରଥମେ ଯେଉଁ 2ଟା କରିଥିବ, ସେଥିରେ ଯଦି କିଛି ଭୁଲ ହେଲା, 3 ନମ୍ବର ପ୍ରଶ୍ନ ଯଦି ଏକ୍ସଟ୍ରା ପ୍ରଶ୍ନ ଯଦି କରିଛ, ରାଇଟ୍ ଯଦି ଅଛି ପାଇପାରିବ ମାର୍କ, କିଛି ଅସୁବିଧା ନାହିଁ। ଯଦି ପ୍ରଥମ 2ଟିରେ ତୁମର କନଫିଡେନ୍ସ ଅଛି, ରାଇଟ୍ ହେବା ବୋଲି ଭାବୁଛ, ତେବେ ଅନ୍ୟ ଏକ୍ସଟ୍ରା ପ୍ରଶ୍ନ ଗୁଡ଼ିକ ଆଟେଣ୍ଡ ନ କଲେ ମଧ୍ୟ ଚଳିବ। ତାପରେ ଅଛି ଦେଖ ରୂଢ଼ିକୁ ନେଇକି ବାକ୍ୟ ଗଠନ କରିବା ପାଇଁ ପ୍ରଶ୍ନ ରହିଥାଏ। ରୂଢ଼ିର ଅର୍ଥ ପାଇଁ ପ୍ରଶ୍ନ ନଥାଏ, ରୂଢ଼ିକୁ ନେଇକି ବାକ୍ୟ ଗଠନ କରିବ। ଯଦି ବି କୌଣସି ରୂଢ଼ିର ଅର୍ଥ ଜାଣିପାରିଲ ନାହିଁ, କେବେ ବି ପ୍ରଶ୍ନ ଗୁଡ଼ିକ ସ୍କିପ୍ କରିବ ନାହିଁ, ତୁମେ କୌଣସି ସେଣ୍ଟେନ୍ସ ଭାବିବ ଏବଂ ସେଇ ସେଣ୍ଟେନ୍ସ ଭିତରେ ରୂଢ଼ିକୁ କେଉଁ ଜାଗାରେ ପ୍ରୟୋଗ କଲେ ଟିକେ ହୋଇପାରିବ, ଭଲ ତୁମକୁ ଲାଗିବ, ସେହିପରି ଭାବରେ ତୁମେ ଲେଖିଦେବ, କାଳେ ହୁଏତ ପାସ୍ ହୋଇପାରେ ସେ ପ୍ରଶ୍ନର ଉତ୍ତର। ତାପରେ ଆସିଲା ସାଧାରଣ ଅଶୁଦ୍ଧି। ସାଧାରଣ ଅଶୁଦ୍ଧି କ'ଣ? ଶୁଦ୍ଧ ଶବ୍ଦ ଲେଖିବା ପାଇଁ ରହିଥାଏ, 3ଟି ଭୁଲ ଶବ୍ଦ ଥିବ, ତାକୁ ତୁମେ ଶୁଦ୍ଧ ଭାବରେ ଲେଖିବ। କେତେ ଜାଗାରେ ସ୍ୱର ପରିବର୍ତ୍ତନ ହୋଇଥାଏ, କେତେ ଜାଗାରେ ମାତ୍ରାର ପରିବର୍ତ୍ତନ, କେତେ ଜାଗାରେ ବିସର୍ଗର ପରିବର୍ତ୍ତନ, ଏହିପରି ରହିଥାଏ, ତୁମେ ତାକୁ ଦୃଷ୍ଟି ଦେବ, ଗୁରୁତ୍ୱ ଦେବ। ତାପରେ ଆସିଲା ଗଦ୍ୟ ବିଭାଗର ସରଳାର୍ଥ, ଯେମିତି ଲେଖାଛି ଗଦ୍ୟର ସରଳାର୍ଥ, 2ଟି ପାରାଗ୍ରାଫ ଲେଖିବ। ପ୍ରଥମ ପାରାଗ୍ରାଫରେ ବିଷୟବସ୍ତୁକୁ କେନ୍ଦ୍ରିତ କରିବ। ବିଷୟବସ୍ତୁ କ'ଣ ଅଛି ସରଳାର୍ଥରେ, କେଉଁ ବିଷୟରେ ବର୍ଣ୍ଣନା କରାଯାଇଛି, କେଉଁ ପାଠର ସେଇ ସରଳାର୍ଥ, ସେଇଠି ଲେଖକ କିଏ ଏବଂ କ'ଣ ବର୍ଣ୍ଣନା କରିଛନ୍ତି ସରଳାର୍ଥରେ, ତାହା ପ୍ରଥମ ପାରାଗ୍ରାଫ। 2 ନମ୍ବର ପାରାଗ୍ରାଫ ସେହିପରି ବ୍ୟାଖ୍ୟା କରିବ। ତାପରେ ଆସିଲା ଗଦ୍ୟ ବିଭାଗର 2 ମାର୍କିଆ ପ୍ରଶ୍ନ, ଯେକୌଣସି 3ଟି ପାଇଁ ପ୍ରଶ୍ନ ଆସିଥାଏ, 3ଟି କରିବା ପାଇଁ ଏକ୍ସଟ୍ରା ପ୍ରଶ୍ନ ମଧ୍ୟ ରହିଥାଏ।
जदि प्रथम तीनोटी पर तुम कॉन्फिडेंस अच्छी आंसर ठीक अच्छी बोली तुम कौन कर अन्य एक्स्ट्रा प्रश्न गुड़िक न कले चलो जदि किसी डाउट अच्छी तेरे अन्य प्रश्न गुड़िक तुम कर गद विभाग एमसीक्यू प्रश्न कौन अच्छे गद विभाग एमसीक्यू प्रश्न ताहा ठीक है कथा 10टी एमसीक्यू ठीक है कथा जेहेतु ये एक्स्ट्रा प्रश्न ना गोटे भी दुईटा भूल होगा मैंने केबे फुल मार्क पाइब ना बुझीगला तो एमसीक्यू प्रश्न जहाँ अच्छी गद्य और पद विभाग समस्त प्रश्न गुड़िक तुमको सठिक करार अच्छी तेज जाकि फुल मार्क पाइब तापर पुणी आसला पद विभाग सरलार्थ जमी से पदर सरलार्थ क्यों कवितार आसी कवि ना कौन कवि एठारे क्यों विषय पर वर्णना करिसेंती ए हला प्रथम पैराग्राफ 2 नंबर से व्याख्या करबा सरलार्थ कौन दिया जाइए तापर पद विभाग 2 मार्किया प्रश्न 5टी प्रश्न आसता है जेकोसी तीनोटी करने निर्देश रही है जेकोसी तीनोटी कर जदि प्रथम तीनोटी पर तुम कॉन्फिडेंस अच्छी तो अन्य एक्स्ट्रा प्रश्न गुड़िक कर जदि किसी डाउट अच्छी तेज एक्स्ट्रा प्रश्न कर काली तुमको मार्क मिल पारे तापर पद विभाग 10टी एमसीक्यू प्रश्न आसते सठिक लिख 10टी रु 10टी प्रश्न सठिक हाँ कथा तुम उत्तर तापर गल्प विभाग प्रश्न से एक्स्ट्रा प्रश्न रही है प्रथम 6टी देख जदि ठीक लगे तुमको तेरे अन्य प्रश्न गुड़िक एक्स्ट्रा प्रश्न गुड़िक अटेंड करना जदि डाउट अच्छी बोले कर अन्य एक्स्ट्रा प्रश्न गुड़िक 10 मिनिट पूर्व तुम लेखा सारे चेष्टा कर कहीं 10 मिनिट कहली तुम लेखा सरीगला तो तुम्हें कौन कर फास्ट रिचेक कर तुम आंसर सीट चेक कर आरंभ शेष जाए चेक कर सब प्रश्न तुम सब प्रश्न अटेंड कल कि ना ताहा देखीदेव हत क्यों प्रश्न स्किप हो जाइए तेणु तुम चेक कर थे जोटा भी छाड़ी हो जाए अटेंड कर तुम बाकी समय थी आउ पिला माने आगर मुझे चैनल माध्यम अनेक वीडियो शेयर कर गत 10 वर्ष मध्य केतोटी एमसीक्यू प्रश्न आसीला कौन प्रश्न गुड़िक मत रिपीट होता स्किप करके मर्ज कर चैनल माध्यम शेयर कर 100टी एमसीक्यू प्रश्न गत बोर्ड एग्जाम मानक गत 10 वर्ष मध्य आसार तार लिंक वीडियो डिस्क्रिप्शन में अच्छी तुम्हें पाइपर पुणी केते डिफिकल्ट एमसीक्यू प्रश्न भेरी हार्ड से प्रश्न प्रस्तुत करी चैनल माध्यम शेयर कर लिंक वीडियो डिस्क्रिप्शन में तुम्हें देख टे थे अवलोक कर छंद केमती लेखा जाए केमती मन रख से वीडियो प्रस्तुत कर तार लिंक डिस्क्रिप्शन में अच्छी तुम्हें देख आउ पिला माने आगामी परीक्षा को लेकिन जदि कहार किसी डाउट थाए क्यों प्रश्न ऊपर जदि किसी भी डाउट थाए कमेंट रे लेख मु निश्चित भाव में रिप्लाई देवी मैंने आशा कर समस्त परीक्षा बहुत भल है जिते तुम्हें परिश्रम कर तार निश्चित भाव में फल पाइब परीक्षा सरला आसिक जनइब कमेंट कर केमती तुम परीक्षा रहा केते मार्क तुम आशा करुच आउट ऑफ 80 ताहा कमेंट रे लिखिबा तुम मानक अपेक्षा मु देबी